सावित्री ପାଇଁ ଆସିଥିବା ମୋର ଏଇଟା ଭାର ଯେତିକି ସବୁ ଆମ ଘରୁ ଦେଇଥିଲେ। ମୁଁ ଏଠି ସବୁ ସଜେଇ ଦେଇଥିଲି ମନ୍ଦିର ଯିବା ପୂଜା କରିବା ବୋଲି। ତାପରେ ମୁଁ ଗାଧେଇ ଆସିଲି। ଗାଧେଇ ଆସିଲା ପରେ ମନ୍ଦିର ଯିବା ପାଇଁ କ'ଣ ସବୁ ଦରକାର ସବୁ ଏଠି ରେଡ଼ି କରିଦେଇଥିଲି। ରେଡ଼ି କରିସାରିଲା ପରେ ଏଠି ମନ୍ଦିର ଗଲୁ ପୂଜା କରିକି ଆସିଲୁ। ଆସି ସାରିଲା ପରେ ମୁଁ ଏଠି ସ୍ୱାମୀ ଗୋଟେ ହ୍ୱାଇଟ୍ ଶାଢ଼ୀଟେ ଦେଇଥିଲି, ସେଇଟା ଏଠି ପିନ୍ଧିକି ଫଟୋ ଉଠାଇ ଦେଇଥିଲି। ତାପରେ ଏଇଟା ଆମ ବାପ ଘରୁ ଆସିଥିଲା, ବାପ ଘର ଶାଢ଼ୀ ଟିକେ ପିନ୍ଧି ଦେଇଥିଲି। ପିନ୍ଧି ସାରିଲା ପରେ ମୁଁ ଏଠି ଟିକେ ସିନ୍ଦୁର ଶାଢ଼ୀ ଟିକେ ସିନ୍ଦୁର ଲଗେଇଦେଲି। ତାପରେ ଏଠି ଟିକେ ଶାଢ଼ୀରେ ଗୋଟେ ଫଟୋ ଉଠାଇଦେଲି। ଉଠାଇ ସାରିଲା ପରେ ଏଠି କତିରି ମାଟି ଶଙ୍ଖା ଚୁଡ଼ି ଯେତିକି ସବୁ ଆସିଥିଲା ପୂଜା ହେଇକି ତାକୁ ପିନ୍ଧିଦେଲି। ପିନ୍ଧି ସାରିଲା ପରେ ଏଇ ଯେଉଁ କାଜଲ ସେଇଟା ପୂଜା ହେଇକି ଆସିଥାଏ, ସେଇଟା ଟିକେ ଆଖିରେ ଲଗାନ୍ତି। ମୁଁ ବି ଏଠି ଟିକେ ଲଗେଇ ଦେଇଥିଲି ଦୁଇ ଆଖିରେ। ମୋ ଆଖିକୁ କଜଳ ମାନୁଛି କି ନାହିଁ ଜଣେଇବେ କମେଣ୍ଟ ବକ୍ସରେ। ଦୁଇ ଆଖିରେ ଲଗେଇ ଦେଇଥିଲି। ତାପରେ ଏଇଠି ମୋର ତାପରେ ଏଇଠି ଆସିଗଲା ମୋର ଫାଇନାଲ୍ ଲୁକ୍। ଦେଖନ୍ତୁ ମୁଁ କେମିତି ଦେଖାଯାଉଛି, ମୋତେ କମେଣ୍ଟ ବକ୍ସରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।